ରାଧେ ରାଧେ। ଆଜି ହେଉଛି ବୁଧବାର। ବୁଧବାରରେ ଆମେମାନେ ପଢ଼ିବା ଗଣେଶ ପୁରାଣରେ ବିଷୟ ରହିଛି ଶୁକଦେବଙ୍କ ଜନ୍ମ। ଚାଲନ୍ତୁ ଆରମ୍ଭ କରିବା। ଓଁ ଗଣେଶାୟ ନମଃ। ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍। ଶୁକଦେବଙ୍କ ଜନ୍ମ। ଯେଉଁ ବୀଜ ମନ୍ତ୍ର ଶିବ ଉମାଙ୍କୁ ଶୁଣାନ୍ତି, ଅଣ୍ଡା ବୀଜ ତାହା ଶୁଣିବାକୁ ଦିଏ ମୋତି। କହନ୍ତେ ଶୁଣନ୍ତେ ଅଣ୍ଡା ଫୁଟି ଛୁଆ ଜାତ, ସେବେଳକୁ ହୋଇଲାଣି 12 ବର୍ଷ ଗତ। ଯେଉଁ ଯେଉଁ ମନ୍ତ୍ର ଶିବ ଦେଲେ ଉମାକୁ, ତାହା ସବୁ ଶୁଣୁଥାଏ ଅଣ୍ଡଜ ମନକୁ। 12 ବରଷ ଯହୁଁ ହୋଇଲା ଅତୀତ, ଉମାକୁ ଏକାଳେ ଲାଗେ ଆଳସ୍ୟ ବହୁତ। ନିଦ୍ରା ଘାରନ୍ତେ ଶୋଇଲେ ଦେବୀ ତତକ୍ଷଣି, ହୁଙ୍କରି ସେ ମନ୍ତ୍ର ଶୁଣେ ଶୁକ ହର୍ଷେ ପୁଣି। ନମିଷନ୍ତେ ଶବ୍ଦ ଦେବ ପଞ୍ଚାନନ, ପ୍ରିୟା ମୁଖକୁ ଶ୍ରଦ୍ଧାରେ କଲେ ନିରୀକ୍ଷଣ। ଦେଖିଲେ ପାର୍ବତୀ ଘୋର ନିଦେ ଶୋଇଛନ୍ତି, ଚେତାଇ କହନ୍ତି ତାଙ୍କୁ ଦେବ ପଶୁପତି। ଯାହା କହୁଥିଲି ତାହା ସବୁ ଶୁଣିଛ ତ, କିଏ ବା ନିଦ୍ରାରେ ପ୍ରିୟା ଥିଲ ବିମୋହିତ। ପାର୍ବତୀ କହିଲେ ନାଥ ଶୁଣୁ ଶୁଣୁ ମୋହି, ନିଦ୍ରା ଘାରିଲା ମୋ ନେତ୍ରେ ପଡ଼ିଲି ମୁଁ ଶୋଇ। କୃପା କରି କହ ନାଥ ଯୋଡ଼ୁଅଛି କର, ଆଉ ଥରେ ଶୁଣାଅ ମୋ କର୍ଣ୍ଣେ ତୁମ୍ଭ ଗୀର। ପ୍ରିୟା ବାକ୍ୟ ବୋଇଲେ କ ଦେବ ମହେଶ୍ୱର, ନ ଶୁଣିବା ଲୋକ କେବେ କରେ ହୁଙ୍କାର। ତହୁଁ ଉମା ବୋଇଲେ ମୁଁ ହୁଙ୍କରି ତ ନାହିଁ, କିସ ଯେ ଏଥି ମଧ୍ୟରେ ଗଲ ପ୍ରଭୁ କହି। ଶୁଣି ନାହିଁ ତୁମ୍ଭ ବାଣୀ ମୁଁ ତ ଶୋଇଥିଲି, କି ପ୍ରକାରେ କହ ପ୍ରଭୁ ହୁଁ ଶବ୍ଦ କଲି। ଦେଖ ପ୍ରଭୁ କେହି ଜୀବ ଅଛି କି ଏଠାରେ, ଏହା ଶୁଣି ଶିବ ଧ୍ୟାନ ଲଗାନ୍ତେ ସେଠାରେ। ଜାଣିପାରିଲେ ସେ ଧ୍ୟାନେ ଏକ ଶୁକ ପକ୍ଷୀ, ସର୍ବବୀଜ ମନ୍ତ୍ର ଶୁଣି ହୁଁ ମାରୁଅଛି। ତକ୍ଷଣେ ବୃକ୍ଷରେ ବସି ରାବେ ପକ୍ଷୀବର, ତାହା ଦେଖି ମହେଶ୍ୱର ହୋଇ ଚମତ୍କାର। ବିଚାରନ୍ତି ଜୀବ ଏଥେ ନଥିଲା ତ ପୁଣି, ଶୁଣିଲା ପାପିଷ୍ଠ କାହୁଁ ଆସିଲା ଜ୍ଞାନ ବାଣୀ।
ମୁଁ ଯେବେ ନ ମାରି ଏହା ଛାଡ଼ିବନି କର। ଆଜହୁଁ ହେଲାଏ ନିଶ୍ଚେ ଅଜର ଅମର। ଗୁପ୍ତ ଜ୍ଞାନକୁ ମୋର ପଦାରେ ଢାଳିବ। ବନଜନ୍ତୁ ସଙ୍ଗେ ମିଳି ପ୍ରଘଟ କରିବ। ସ୍ୱଭାବେ ତ ମୂଢ଼ହୀନ ଅଟେ ପକ୍ଷୀ ଜନ୍ତୁ। ଏକିସ ଜାଣିବ ଭଲ ମନ୍ଦ ଜ୍ଞାନ ତତ୍ତ୍ୱ। ଏହାକୁ ରଖିଲେ ଭଲ ନାହିଁ ଏ ସଂସାରେ। ଧଇଲେ ନିଶ୍ଚୟ ମାରି ଦହିବି ଅଗ୍ନିରେ। ଅସ୍ଥି ଚର୍ମ ମାଂସ ଲୋମ କିଛି ନ ରଖିବି। ନିଃଶେଷ କରି ଏହାକୁ ଭସ୍ମ କରିଦେବି। ନିଦ୍ରାଘାରନ୍ତେ ଶୋଇଲେ ଦେବି ତତ୍କ୍ଷଣି। ହୁଙ୍କରି ସେ ମନ୍ତ୍ର ଶୁଣେ ଶୁକ ହର୍ଷେ ପୁଣି। ନମିଷନ୍ତେ ଶବ୍ଦ ଦେବ ପଞ୍ଚାନନ। ପ୍ରିୟା ମୁଖକୁ ଶ୍ରଦ୍ଧାରେ କଲେ ନିରୀକ୍ଷଣ। ଅସ୍ଥି ଚର୍ମ ମାଂସ ଲୋମ କିଛି ନ ରଖିବି। ନିଃଶେଷ କରି ଏହାକୁ ଭସ୍ମ କରିଦେବି। ଏତେ ବିଚାରିଣ ହର ଉମା ମୁଖ ଚାହିଁ। ବୋଇଲେ ସଖୀରେ ଚଳ କପିଳାସ ଭୂଇଁ। ମୁହିଁ ତତେ ଜ୍ଞାନ ଆଜ ଶୁଣାଇଲି ଯେତେ। ତୁମ୍ଭେ ନ ଶୁଣ ଏ ପକ୍ଷୀ ଶୁଣିଲା ସାକ୍ଷାତେ। ଦେଖ ନ ଶୁଣିଲା ପ୍ରାୟେ ବସିଲା ବୃକ୍ଷରେ। ଏହାକୁ ନ ମାରି ମୁହିଁ ନ ଯିବି ଟିପୁରେ। ଏବେ ତୁମ୍ଭେ ପ୍ରିୟ ସହି ହୋଇ ଦିବ୍ୟ ବେଶ। ବୃଷଭ ପିଠିରେ ବସି ଚଳ କୈଳାସ। ଏତେ ବୋଲିଣ ଈଶ୍ୱର ବୃଷଭ ସୁମରି। ଆସନ ଟଳିଲା ତାର ଆସେ ଶୀଘ୍ର କରି। ହର ଉମାଙ୍କର ପାଦେ ନମିଲା ବୃଷଭ। କଲ୍ୟାଣ ବାଞ୍ଛା କରିଣ କହନ୍ତି ଯେ ଶିବ। ତୁ ଏବେ ଆହେ ବୃଷଭ ଶୁଣ ମୋର ବାଣୀ। କୈଳାସକୁ ତୁ ଚଳ ଘେନି ଗୋସାମଣି। ଈଶ୍ୱର ବଚନ ଶୁଣି ବୃଷଭ ସନ୍ତୋଷ। ପାର୍ବତୀଙ୍କି ଘେନି ଯାଇ ମିଳେ କୈଳାସ। ତହିଁ ଉତ୍ତାରୁ ଶଙ୍କର ବୃକ୍ଷ ଶିଖେ ଉଠି। ପକ୍ଷୀ କି ଧରିବେ ବୋଲି ବଢ଼ାଇଲେ ମୁଷ୍ଟି। ଚହଟି ହୋଇଲା ପକ୍ଷୀ ଈଶ୍ୱରଙ୍କୁ ଦେଖି। ଶୂନ୍ୟେ ଉଡ଼ିଗଲା ବେନି ଡେଣାକୁ ସେ ଟେକି। ତାହା ଦେଖି ସଦାଶିବ ମହାକୋପ ହୋଇ। ବୃକ୍ଷରୁ ଖସିବା ଦେଖି ଉପରକୁ ଚାହିଁ। ଡାକନ୍ତି କେଣେ ଆଜ ତୁ ଯିବୁହୀନ ଜନ୍ତୁ। ମୋତେ ଲୁଚି କାହିଁ ପଶି ରଖିବୁ ତ ମୃତ୍ୟୁ। ଏତେ ବୋଲିଣ ଈଶ୍ୱର
କପ ଭର ହୋଇ। ସେ ପକ୍ଷୀର ପଛେ ପଛେ ଗଲେ କଗଡ଼ାଇ। ଉଡ଼ି କରି ଶୂନ୍ୟ ମାର୍ଗେ ପଳାଉଛି ପକ୍ଷୀ। କେତେ ମଣ୍ଡଳ ବୁଲିଲା ନପାରେ କେ ରଖି। ସାର ମଣ୍ଡଳ ଯେ ସତ୍ୟ ମଣ୍ଡଳ ଭ୍ରମିଲା। ସ୍ୱର୍ଗ ମଣ୍ଡଳୁ ଯମ ମଣ୍ଡଳେ ମିଳିଲା। ଗୋଲାପ ମଣ୍ଡଳ ଶୂନ୍ୟ ମଣ୍ଡଳକୁ ଘେନି। ତାରା ଚନ୍ଦ୍ର ସୂର୍ଯ୍ୟ ଏହି ମଣ୍ଡଳ ଯେ ତିନି। ଦେବ ଧ୍ରୁବ ପୁଣି ବିଷ୍ଣୁ ମଣ୍ଡଳଟି ଜାଣ। ଶିବ ଗୋବତୀ ଯେ ଊର୍ଦ୍ଧ୍ୱ ମଣ୍ଡଳେ ଭ୍ରମୀଣ। ବ୍ରହ୍ମ କାଉଁରୀ ନିର୍ଗୁଣ ମଣ୍ଡଳେ ପଶିଲା। ତହୁଁ କୌସ୍ତୁଭ ଗ୍ରହ ମଣ୍ଡଳେ ମିଳିଲା। ଜୟ ବିଜୟ ମଣ୍ଡଳ ପଦ୍ମ ମଣ୍ଡଳରେ। ଉଦୟ ମେରୁ ମଣ୍ଡଳେ ପଶିଲା ଭୟରେ। ତହୁଁ ପୁଣି ପକ୍ଷୀ ଡେରି ଆସି ମଧ୍ୟ ପୁରେ। ପଶିଗଲା ପୁର ନଗ୍ର ଦେଶମାନଙ୍କରେ। ଗୋପପୁର ମଧୁପୁର ଅଯୋଧ୍ୟା ନଗରୀ। ବସନ୍ତ ଖେଚରପୁର ନୀଳେନ୍ଦ୍ରୀ ଯେ ପୁରୀ। ଶାଖାପୁର ରାଖାପୁର ମାଲ୍ୟବନ୍ତପୁର। ନିଷାଦପୁରରେ ଯାଇ ପଶେ ପକ୍ଷୀବର। ଏମାନଙ୍କେ ପଶି ପୁଣି ନପାରି ସମ୍ଭାଳି। ଏ ନଗ୍ରମାନଙ୍କୁ ଜାଣ ଗଲା ବେଗେ ଚଳି। ସାର ନଗ୍ର ଯାଜ ନଗ୍ର ବୃନ୍ଦା ନଗ୍ର ଆଦି। ଉଜାଣି ବିଜୟା ନଗ୍ର ଉଡ୍ର ନଗ୍ର ଖେଦି। ବିଷ୍ଣୁ ନଗ୍ର ବେଳାଳ ଯେ ଗୌରୀ ନଗର। ପୁଣି ଫେରି ଯାଏ କୁଶ ନଗ୍ରେ ଭୋଜବୀର। ଏ ନଗ୍ରମାନଙ୍କେ ପଶି ନପାରନ୍ତେ ଲୁଚି। ଦେଶମାନଙ୍କୁ ପୁଣି ସେ ପଳାଇଲେ ଘୁଞ୍ଚି। ମହ୍ଲାର ଗୋମତ ମତ୍ସ୍ୟ ଦେଶେ ମୋର ହଟ। କାଶୀ କୌଶିକ ଦେଶ କେଦାର କର୍ଣ୍ଣାଟ। ଭୈରବ ମୈଜାଣ ଦେଶ ମହେନ୍ଦ୍ର ମାଧବୀ। ଚିତ୍ର ଚିତ୍ରାଙ୍ଗଦା ଦେଶ ପୁରେନ୍ଦ୍ର ପରବୀ। ଶର୍ବରୀ ସୁଜାଣ ଦେଶେ ସୌରାଷ୍ଟ୍ର ଆଦର। ଅଞ୍ଜନ ଖଞ୍ଜନ ଯାଇ ମିଳିଲା କୁଞ୍ଜର। କାହିଁ ରହି ନପାରିଲା ଈଶ୍ୱରଙ୍କ ଡରେ। ଆତଙ୍ଗ ହୋଇଣ ପକ୍ଷୀ ବିଷ୍ଣୁଙ୍କୁ ସୁମରେ। ଆହେ ଦୟାନିଧି ମୋତେ ଉଦ୍ଧାରିବା ଏଥୁ। ଦେଖ ଏ ଶଙ୍କର ମୋର ହେଲା କାଳ ଶତ୍ରୁ। ପୃଥିବୀ ବୁଲିଲି କେହି ନପାରିଲେ ରଖି। ତୁମ୍ଭେ ନ ରଖିଲେ ନିଶ୍ଚେ ମଲା ଶୁକ ପକ୍ଷୀ।
ଯେ ବଣ ଜ୍ଞାନ ଜାଣିଲେ ଅଜ୍ରାବର ଦେହି। ତୁମ୍ଭ ନ ଚିହ୍ନିଲା ପ୍ରାଣୀ ମୃତ୍ୟୁ ଅଛି କାହିଁ। ଶରଣ ପଞ୍ଜର ନାଥ ଅଟୁ ଅନ୍ତର୍ଯାମୀ। ଭୃତ୍ୟର ଭ୍ରାନ୍ତି ନାଶନ ଭକ୍ତ ଜନ ସ୍ୱାମୀ। ନିର୍ଗୁଣ ପୁରୁଷ ତୁହି ନିତ୍ୟ ଦେହବନ୍ତ। ଯାବତ ଜୀବ ରୂପୀ ତୋର ସ୍ୱରୂପ ଅନନ୍ତ। ଏକାକ୍ଷର ବ୍ରହ୍ମ ତୁହି ସଧେ ଜଣା ଯାଉ। ଜୀବ ପରମ ହୋଇଣ ପ୍ରାଣୀ ହୃଦେ ଥାଉ। ଠୁଳ ଶୂନ୍ୟ ମଧ୍ୟରେ ତୁ ସଦା କାଳେ ବସୁ। ସକାର ଅସେ ଚଢ଼ିଣ ହକାରକୁ ଆସୁ। ହକାରେ ବିହାର କରୁ ଠୁଳକୁ ନ ଛାଡ଼ି। ଚରଣେକ ଚାଲୁଥାଉ ପକ୍ଷୀ ପ୍ରାୟ ଉଡ଼ି। ଜୀବ ପରମ ହୋଇଣ ସର୍ବହୃଦେ ଖେଳୁ। ମୂର୍ଖକୁ ଅଦୃଶ୍ୟ ଜ୍ଞାନୀ ଅଗ୍ରତରେ ମିଳୁ। ଏକାକ୍ଷର ବ୍ରହ୍ମ ସୂତ୍ର ଜାଣଇ ସେ ଏକ। କୋଟି ଗ୍ରନ୍ଥ ପଢ଼ି ତତେ ନ ଜାଣନ୍ତି ଲୋକ। ଜାଣି ମୁନିମାନେ ଯେଉଁ କାଳଚକ୍ର ଛେଦି। ସେ ଚକ୍ର ଘେନିଣ ମୋତେ ମୃତ୍ୟୁଞ୍ଜୟ ଖେଦି। ସର୍ବେ ବୋଲନ୍ତି ତ୍ରୈଲୋକ୍ୟ ଚିନ୍ତାମଣି ତତେ। ତେଣୁ ଶରଣ ପଶିଲି ତୋର ପାଦ ଗତେ। ଶିବ ଭୟରୁ ଉଦ୍ଧର ଆହେ ଭାବଗ୍ରାହୀ। ତୁମ୍ଭ ବିନା ମୋତେ ଆଉ ସାହା କେହି ନାହିଁ। ଜଳ ସ୍ଥଳ ଅନଳ ଯେ ସୋମ ଦିବାକର। ସକଳ ବ୍ୟାପକ ତୁମ୍ଭେ ଅଟ ଦାମୋଦର। ତୁମ୍ଭେ ଏକା ବ୍ରହ୍ମା ବିଷ୍ଣୁ ତୁମ୍ଭେ ପଞ୍ଚାନନ। 56 କୋଟି ଜୀବଙ୍କୁ ସଞ୍ଚିଲ ଆପଣ। ଯାହାକୁ ଯେପରି ରଖ ଏ ପୃଥିରେ ଆଣି। ସେତେଡ଼େ ଆଣ୍ଟ ଦେଖାଇ ମରୁଥାଇ ଟାଣି। ପ୍ରକୃତି ଭେଦେ ଗୋଡ଼ାଇ ମାରୁଛି ଯେ ହର। ଏ ବିପଦୁ ମୋତେ ପ୍ରଭୁ ବେଗେ ରକ୍ଷା କର। ଏମନ୍ତ ବ୍ୟାକୁଳ ହୋଇ ସୁମରନ୍ତେ ହରି। ତତକ୍ଷଣେ ପୀତବାସ ତହିଁ ବିଜେ କରି। ଅନ୍ତର୍ଯାମୀ ପୁରୁଷ ସେ ଜାଣେ ସର୍ବଚିତ୍ତ। ଶୁକ ପକ୍ଷୀର ସେ ଦୁଃଖ ଫେଡ଼ିଲେ ଅଚ୍ୟୁତ। ଶ୍ରୀପଦ୍ମ କରେ ଆଉଁସି ଦେଲେ ପୀତବସ। ହରିତ ବର୍ଣ୍ଣ ଦିଶିଲା କ୍ଷୟ ଗଲା କ୍ଳେଶ। ପୀତବସନ ଶ୍ରୀହରି ଅଙ୍ଗେ ଯେଣୁ ସୋହେ। ତାହାର ତେଜେ ଦିଶିଲା ପକ୍ଷୀ ପ୍ରୀତମଏ। ପଦ୍ମକର ଲାଗନ୍ତେଣ ରକ୍ତବର୍ଣ୍ଣ ଦିଶି। ଥଣ୍ଟ ଡେଣା କଣ୍ଠେ ରଙ୍ଗ ରହିଲା ବିକାଶୀ। ଏତେକ ଲକ୍ଷଣ ତାକୁ ଦେଇ ଭଗବାନ।
ବୋଇଲେ ବ୍ୟାସଙ୍କ ବୀର୍ଯ୍ୟେ ହଇବୁ ଜନମ। ଶୁକଦେବ ତୋର ନାମ ହେଉ ପକ୍ଷୀବର। ବଳେ କି କରିପାରିବ ଆଉ ତୋତେ ହର। ତୋର ବହୁତ ବଖାଣ ହେବ ମୋର ଯଶ। ମୋହର ନାମ ଜଗତେ କରିବୁ ପ୍ରକାଶ। ସକଳ ଜନେ ଶୁଣିତା ହୋଇବେ ପବିତ୍ର। କହିବୁ ଋଷିଙ୍କ ମଧ୍ୟେ ବସି ବେଦଶାସ୍ତ୍ର। ଏମନ୍ତବର ଦେଇଣ ଜାନ୍ତେ କଞ୍ଜ ଆଖି। ପୁଣି ପାଦ ପଦ୍ମେ ପଡ଼ି ପଚାରଇ ପକ୍ଷୀ। ଆହେ ଶଙ୍ଖ ପାଣି ମତେ ଦେଲ ଯେଉଁ ଚିହ୍ନ। ମୁହିଁ ଲେଉଟି ଜନ୍ମିଲେ ବହିବି ସେ ବର୍ଣ୍ଣ। ଶ୍ରୀହରି ବୋଇଲେ ମନେ ନଭାଳହ କିଛି। ଆଜୁ ତ ବଂଶେ ଜନ୍ମିବେ ଯେତେ ଶୁକ ପକ୍ଷୀ। ସକଳ ଏହି ସ୍ୱରୂପେ ଜନମ ଲଭିବେ। ପ୍ରାତୁ ଉଠି ରାମ କୃଷ୍ଣ ନାମକୁ ଗାଇବେ। ସଂସାରୁ ତରିବେ ନାମ ଶୁଣି ନର ନାରୀ। ଯେ ତୁମ୍ଭଙ୍କୁ ମାରିବ ସେ ମୋହର ବୈରୀ। ତୁ ଏବେ ବ୍ୟାସଙ୍କ ବୀର୍ଯ୍ୟେ ହୁଅ ଯା ଜନମ। ଏତେ କହିଣ ଦୃଶ୍ୟ ହେଲେ ପୂର୍ଣ୍ଣ ବ୍ରହ୍ମ। ଏସନ ସମୟେ ସେହି ଶଙ୍କର ଦୈତ୍ୟ। ବ୍ରହ୍ମାଣ୍ଡ ବୁଲି ବୁଲି ସେ ହେଲେ ଅଶକତ। ପକ୍ଷୀ କି ଧରିନ ନାରୀ ଆତଙ୍ଗ ସେ ହୋଇ। ବ୍ରହ୍ମ ଜ୍ଞାନ ନେଲା ବୋଲି ଅଛନ୍ତି ଗୋଡ଼ାଇ। ଭୋଳା ଲିଙ୍ଗ ପ୍ରଭୁ ସିନା ଭୋଳାନାଥ ସ୍ୱାମୀ। ଯେ କଥାରେ ମନ ଥାଇ ତହିଁ ଥାନ୍ତି ଭ୍ରମୀ। ପକ୍ଷୀ କି ମାରିବେ ବୋଲି ବିଚାରନ୍ତି ହୃଦେ। ଗୋଡ଼ାଇ ଅଛନ୍ତି ତେଣୁ ତା ପଛରେ କ୍ରୋଧେ। ଯହୁଁ ପକ୍ଷୀବର ନେତ୍ରେ ହୋଇଲା ଗୋଚର। ଈଶ୍ୱର ଡାକନ୍ତି କେଣେ ଯିବୁ ଜ୍ଞାନ ଚୋର। ପୂର୍ବ ରୂପକୁ ତେଜିଣ ହେଲୁ ଅନ୍ୟ ମୂର୍ତ୍ତି। ଏହି ରୂପ ଧଇଲେ କି ଯିବୁ ପ୍ରାଣେ ବର୍ତ୍ତି। ଧଇଲୁ ତୁ ପଚା ବର୍ଣ୍ଣ ଛାଡ଼ି କଳା ବର୍ଣ୍ଣ। ବର୍ଣ୍ଣ ଶଙ୍କର ହୋଇଲେ ରହିବ କି ପ୍ରାଣ। ପକ୍ଷୀ ଜନ୍ତୁ ସିନା ତୋର ବୁଦ୍ଧି ମାତ୍ର କେତେ। ଜ୍ଞାନ ଲାଗି ଭବିଷ୍ୟତୁ ଦେଖାଉଛୁ ମତେ। ଆଜି ତୋତେ ଯୋଗ୍ନି ମୁଖେ କାଟିଦେବି ପକ୍ଷୀ। ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ହେଲେ ନ ପାରିବେ ରଖି। ଏତେ ବୋଲି ଧାଇଁ ଯାନ୍ତେ ଶିବ ତଡ଼ ବଡ଼। ପକ୍ଷୀ ଲାଞ୍ଜ ବାଜିଗଲା ଆସି ମୁଣ୍ଡେ ଗୋଡ଼। ପକ୍ଷୀ କି ଧଇଲା ପ୍ରାୟ ବୁଝନ୍ତି ଈଶ୍ୱର। ବିଷ୍ଣୁର ବଳରେ ମାୟା କରେ ପକ୍ଷୀବର।
क्षणके दृश्य हुई क्षणके अदृश्य क्षणके हृदय बसे क्षणके आकाश क्षणके से लुचा देला क्षणे आगे बसी धरु धरु पड़ाए से कर मधु खोसी पुणिले उठी क्षणके बसे हरसिरे ताहा देखी चमत्कार हेले उमा बरे विचारिले एहाकु मु न पारिली धरी पृथिवी जाक बुलिली प्रदक्षिण करी आउ कि रूपे एहाकु करिकी निधन छाड़ देले व्यर्थ हेब मोर ब्रह्म ज्ञान वन जंतुरे मिलिए कहिब केवल गुप्त ज्ञान को मोर जानिबे सकल एमंत पांचिण हर प्रकुपित होई बोइले मु विश्वरूप आज धरिबई ब्रह्मांड जाक घटिण बढ़ाई बिकाया तही देखिले मारिबी पक्षी जंतु सुआ देख ए चंडाल जंतु बसिला मो माथे एही क्षणी पड़ाइब हस्त बढ़ावन्ते दंडे ए पक्षी मुंडरे बसी थाउ मोर एते प्राचीन ब्रह्मांड घटिले ईश्वर लक्षे जुण ओसार जे कलेबर कले बेनी लक्ष जुण जाए आकाश बढ़िले महाविश्व मूर्ति रूप विकासिले रुद्र गिरि गोहर सहित पुरिले समुद्र नद नदी सर्वजंतु सरबरे व्यापी ईश्वरंक पाद तले रहीगले चपी इंद्र अग्नि जम आउ वरुण नैऋत वायु कुबेर ईशान आकाश अनंत एहि रूपे दश दिग व्यापी सदानंदे 14 कोटि जे रुद्र प्रकाशिले हृदय महा उग्र बदन जे विकटाल दष्ट्र कटि तटे विराजई भ्रुजंग लेंगुट कंठ देश बक्ष स्थले अहिराज गर्जे नवलक्ष डम्बरुजे अंतरिक्षे बाजे अस्ति रुद्राक्षर माला विभूति भूषण योजने योजने लंब नासा चक्षु कर्ण झम झम दम दम हुहु कुहु गिर धैले विश्वमूर्ति देव दिगंबर रटमट करन्ति से दंत पंक्ति भिड़ई डाकन्ति आज काहीं रे जीवु पक्षी उड़ी कुराल चक्र पराए बुलु बुलु पूर्ण एबे विधि घटाइला आनी त मरण
ସୁମର ରେ ପକ୍ଷୀ ଛାର ତୋର ମାତା ପିତା। ସୁମର ରେ ପକ୍ଷୀ ଏବେ ତ ଇଷ୍ଟ ଦେବତା। ସୁମର ରେ ପକ୍ଷୀ ତୋର ଜ୍ଞାତି ବନ୍ଧୁ ବର୍ଗ। କେ ପାରିଲେ ରକ୍ଷା କରୁ ଆସି ତୋର ଅଙ୍ଗ। ଏତେ ବୋଲି ସଦାନନ୍ଦ କମ୍ପାଇଲେ ଦେହ। ତାହା ଦେଖି ଶୁକ ପକ୍ଷୀ ହସେ ଟହ ଟହ। ବିଚାରିଲେ ଦେଖ ଏଡ଼େ ପୁରୁଷ କପାଳି। ମାୟାରେ ବୁଲଇ ମୋତେ ମାରିବ ଏ ବୋଲି। ମୁହିଁ ତ ଜାଣିଲି ବ୍ରହ୍ମା ବିଷ୍ଣୁ ମହେଶ୍ୱର। ଏକାତ୍ମା ଅଟନ୍ତି ପୁଣି ତ୍ରିଗୁଣେ ବିହାର। ଯେହୁ ବ୍ରହ୍ମା ସେହି ବିଷ୍ଣୁ ସେହି ଶୂଳପାଣି। ଆଣିଛି ଏ ଜ୍ଞାନ କେଉଁ ବାପ ଘରୁ ପୁଣି। ମୋର ଜ୍ଞାନ ନେଲା ବୋଲି ବଢ଼ାଇଛି କାୟା। ଏହାଠାରେ ଆଜ ମୁହିଁ କରିବିଟି ମାୟା। ନାରାୟଣଙ୍କୁ ଚିନ୍ତିବ ଦେବ ବୃକ୍ଷେ ପେଶି। ହର କପୁ ତରିବି ମୁଁ ସେହି ବୃକ୍ଷେ ବସି। ଏତେକ ପାଞ୍ଚି ବିଷ୍ଣୁଙ୍କୁ ସୁମରିଲା ଚିତ୍ତେ। ତକ୍ଷଣେ ବୃକ୍ଷେକ ଆସି ଜନ୍ମିଲା ଅଗ୍ରତେ। ଶ୍ରୀ ବିଷ୍ଣୁଙ୍କୁ ସୁମରନ୍ତେ ବୃକ୍ଷ ହେଲା ଠୁଳ। ବୈକୁଣ୍ଠପୁରରୁ ପେଶି ଦେଲେ ଆଦି ମୂଳ। ସାକ୍ଷାତ ବ୍ରହ୍ମରୁ ହେଲା ଯେଣୁ ପକ୍ଷୀ ଜାତ। ତେଣୁ ସେ ବୃକ୍ଷକୁ ବିଷ୍ଣୁ ପେଶିଲେ ଜଗତ। ପୃଥିକିଆ ସୀତା ନାମ ହେଲା କଳ୍ପବଟ। ମହାପ୍ରଳୟେ ବିଷ୍ଣୁର ଭେଡ଼ଇ ସଙ୍କଟ। ଅମୋହ ଅମାୟା ଅଟେ ସେହି କଳ୍ପବୃକ୍ଷ। ବ୍ୟାପୀ ଅଛି ପ୍ରକୃତିକ ଘେନି 14 ଲୋକ। ଚାରି ବେଦ ସେ ବୃକ୍ଷର ଅଟେ ଚାରି ଡାଳ। 12 ପତ୍ର ଘେନିଣ ବିକାଶର ମୂଳ। 12 ମାତ୍ରା ଜପ ତନ୍ତ୍ର 50 ଅକ୍ଷର। ଏମାନେ ଅଟନ୍ତି ସେହି ବୃକ୍ଷର ଶରୀର। ଗୌର ଶ୍ୟାମଳ କଳା ଯେତେ ନାନା ବର୍ଣ୍ଣ। ସତ୍ୱ ରଜ ତମ ତହୁଁ ତ୍ରିଗୁଣ ଉତ୍ପନ୍ନ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଆଦି। ବାଞ୍ଛା ପ୍ରସିଦ୍ଧି କୁସୁମ ବାସେ ମନ ଭେଦି। ବାଳ ବୃକ୍ଷ ଯୁବା ବୃକ୍ଷ ସବୁ କାଳେ ଏକ। ମନେ କଲେ ଆକାଶକୁ ବଢ଼େ ତାର ଶିଖ। ନିକଳ୍ପନେ ହୁଏ ମାନ ବଢ଼େ କଳ୍ପନାରେ। ଏମନ୍ତ ବୃକ୍ଷକୁ ପେଶି ଦେଲେ ଚକ୍ରଧରେ। ଚଉଦିଗେ ଚାହୁଁଥିଲା ଶିବ ଶିରେ ବସି। ପକ୍ଷୀର ଆଗରେ ବୃକ୍ଷ ପ୍ରବେଶିଲା ଆସି। ଆଶା ଭରସା ନ ପାଇ ଭାଳୁଥିଲା ମନେ। ବୃକ୍ଷ ଦେଖି ଶ୍ରଦ୍ଧାରେ ଯେ
ଉଡ଼ିଲା ଗଗନେ କର ଭଉଁରୀ ଦେଇଣ ଆଡ଼ ଚିରା ମାରି ବୃକ୍ଷର ଶିଖେ ବସିଲା ବିଷ୍ଣୁଙ୍କୁ ସୁମରି ନିଶ୍ଚିନ୍ତେ ବସି କହଇ ଈଶ୍ୱରକୁ ଚାହିଁ ବ୍ରହ୍ମ ଜ୍ଞାନ ତୋର ଏବେ ନେଲୁ କି ଗୋସାଇଁ ମୋହର ଜ୍ଞାନ ବୋଲି ଯେ କରିଥିଲୁ ଆସ ମୁଠା କରି ଧରି ନିଅ ବାଟେ ନୋହୁ ନାଶ ଚୋର ଖଣ୍ଟ ଦେଖି କାଳେ ନେବେ ବଳେ ପିଟି ପେଡ଼ି ଭିତରେ ଲୁଚାଇ ରଖ ହେ ଧୂର୍ଜଟି ଏହି ହିଂସା ବୃଦ୍ଧ ତୋର ଦେଖି ଆଦିମାତ ବିଷ୍ଣୁଙ୍କୁ ଆତ୍ମା କରିଣ ସଞ୍ଚିଲେ ଜଗତ ବ୍ରହ୍ମ ହୋଇଣ ବସିଲେ ବିଷ୍ଣୁ ସର୍ବହୃଦେ ସେହି ବୋଲାନ୍ତି ପରମ ଜୀବ ଆତ୍ମା ପଦେ ତୋ ଦେହେ ମୋ ଦେହେ ସେହି ଆତ୍ମା ଅଛି ଲାଗି ଏହା ନ ଚିହ୍ନିଣ ବୋଲୁ ମୁହିଁ ଏକା ଯୋଗୀ ନହିଲେ ତୁ ରହି ଭୁଲୁ ଦଇବି ମାୟାରେ ଆନନ୍ଦେ ବିହାର କଲୁ ଜନନୀ ସଙ୍ଗରେ ଲୋକେ ବୁଲାଇବା ପାଇଁ ଅସ୍ଥିମାଳ ବହୁ ବୃଷଭ ଗୋଟିଏ ଚଢ଼ି ଦାଣ୍ଡେ ବୁଲୁଥାଉ ସତେ ଆମ୍ଭେ ଜ୍ଞାନୀ ବୋଲି ଜଟାଟାଏ ବାନ୍ଧି ଭସ୍ମ ବୋଲି ହୋଇ କରି କନା ଖଣ୍ଡେ ପିନ୍ଧି ତୁମ୍ଭା ଗୋଟାଏ ବଜାଇ ଡମ୍ବରୁ ଧରିଣ ମଶାଣି ଭୂମି ଆବରି ବୋଲୁ ମୁଁ ରାଜନ ଏକା ଭାରି ଯା ଗୋଟାକୁ ନ ପାରୁ ତୁ ପୋଷି ଭୂତ ପିଶାଚ ଘେନିଣ ମାତୁ ଅହନିଶି ଏଡ଼େ ଭଳି ପୁରୁଷ ତୁ ଅଟୁ ଈଶ୍ୱର ମହାଦେବ ମାଡ଼ୁଆ ଯେ ବୋଲୁଥାନ୍ତି ନର ଏମନ୍ତ ଲୋକ ତୁ କାହୁଁ ଦେବୁ ବିଷ୍ଣୁ ରୂପୀ ଦ୍ୱିଗୁଣ କୋପ ଈଶ୍ୱର ଅଙ୍ଗେ ଗଲା ବ୍ୟାପୀ ବୋଇଲେ ତୁ ଶୁଣ ଆରେ ନଷ୍ଟହୀନ ଜୀବ ନର ଦେହ ହେଲେ ସିନା ଜାଣନ୍ତୁ ମୋ ଭାବ ପକ୍ଷୀ ଜନ୍ତୁଟାଏ ସିନା କେତେ ତୋର ବୁଦ୍ଧି ତୁ କିସ ଜାଣିବୁ ଭଲ ମନ୍ଦ ଆମ୍ଭ ସିଦ୍ଧି ଏତେକ କଥା ଆମ୍ଭର ଥିଲା ଗୋପ୍ୟ ହୋଇ ଏକା ତୁ ଜାଣୁ ବ୍ରହ୍ମାଣ୍ଡେ ନ ଜାଣନ୍ତି କେହି ଏଡ଼େ କଥାଟା ହୁଲାଇ କହିଲୁଣି ଯେବେ ମହାଦେବ ପଦ ମୋର ଭାସିଗଲା ଏବେ ମୁଖ ତୋର ମୁଦି ରଖ ବୁଦ୍ଧି ଯିବ ଖସି ଆଝୁ ତ ଜାତି ହୋଇ ରହିଲି ମୁଁ ବସି ତୋତେ ଏକା ସାକ୍ଷୀ କରି ସଭାକୁ ଡାକିଲେ ବାୟସ ପ୍ରାୟ ତର୍କ ତୁ କରିବୁ ପୁଛିଲେ କୂଳମୂଳ ଦୁଇ କଥା ନାହିଁ ତୋର ତେଣୁ
ସାଧୁ ଲୋକଙ୍କୁ ତୁ ନିନ୍ଦା କରୁଅଛୁ ଯେଣୁ। ଭେକ ଅନବରତରେ ବସେ ପଦ୍ମ ମୂଳେ। ସେହି କି ପଦ୍ମ କୁସୁମ ଚିହ୍ନେ କେତେବେଳେ। ଦେଖରେ ମୂଢ଼ ଭାସ୍କର ସତେ ଜୁଣେ ଥାଇ। ଜଳେ ପଦ୍ମ ପ୍ରକାଶିଲେ ବାସ ଘେନି ଯାଇ। ସେ ଭେକ ପଦ୍ମ ମୂଳରୁ ଖାଉଥାଇ ପଙ୍କ। ଏହି ରୂପେ ମୁଖଟି ନ ଚିହ୍ନେ ଭଲ ଲୋକ। ତୁହି ସେହି ଲୋକ ପ୍ରାୟ ନ ଚିନ୍ତିଲୁ ମତେ। ଆନ ଉପଲକ୍ଷେ ଆଉ ନ ଯୋଗାଇ ତୋତେ। ଏତେ ବୋଲି କୋପାନଳ ଈଶ୍ୱର ହଇଲେ। ଧରିବେ ବୋଲି ମିଳିଲେ ସେ ବଟ ମୂଳରେ। ବସନ୍ତେ ସେ ବିଶ୍ୱରୂପୀ ଧରି ନିଜ କାୟ। ସେ ବୃକ୍ଷ ମୂଳେ ଦିଶିଲେ ବାଳୁତ ପରାୟ। ଶୁଣ ହେ ସୁଜନେ ସେହି ବୃକ୍ଷ ଏଡ଼େ ପୃଷ୍ଠ। କଳ୍ପନାରୁ ବଢ଼ିବାରୁ ନାମ କଳ୍ପବଟ। ତେଣୁ କରି ବୃକ୍ଷ ଗୋଟି ମହାପ୍ରଳୟରେ। ବିଷ୍ଣୁଙ୍କୁ ବହଇ କେତେ କଳ୍ପାନ୍ତରେ। ସେହି ବୃକ୍ଷ ମୂଳେ ମିଳି ଯାଇଣ ସେ ହର। ସେ ପକ୍ଷୀକି ଧରିବାକୁ ବଢ଼ାଇଲେ କର। କଦାପି ସେ ହରଙ୍କର ହସ୍ତ ନ ପାଇଲା। ବିଷ୍ଣୁଙ୍କ ପ୍ରଭାବେ ବୃକ୍ଷ ଅଧିକେ ବଢ଼ିଲା। କେତେ ରୂପ ଧରି ଭ୍ରମି ନ ପାରିଲେ ଧରି। ମନେ କଥା ଏ ପାଞ୍ଚିଲେ ପୁଣି ତ୍ରିପୁରାରି। ବୋଇଲେ ଉପାୟ ଯଦି ନ କରିବି ଆଜ। ବିଅର୍ଥେ ନିନ୍ଦା ପାଇବ ମୋର ବଳ ବୀର୍ଯ୍ୟ। ଉଚ୍ଚ ସ୍ଥାନ ନ କଲେ ନ ପାଏ ମୋର ହସ୍ତ। ଦେଖୁ ଦେଖୁ ବଢ଼ିଲା ଏ ବୃକ୍ଷ ଅପ୍ରମେଇତ। ଏତେ ପାଞ୍ଚି ସୁମରିଲେ ଅଷ୍ଟରତ୍ନଗିରି। ତକ୍ଷଣେ ନୀଳାଦ୍ରି ଆସି ତହିଁ ବିଜେ କରି। ସେ ବୃକ୍ଷ ମୂଳରେ ଆସି ହୋଇଲା ଯେ ଉଭା। 10 ଯୋଣ ଯାଏ ଉଚ୍ଚ ଉପରକୁ ଶୋଭା। ଦୀର୍ଘତା ଏତିକି ପ୍ରତି 5 କୋଶ ପୁରୀ। ତେଣୁ କରି ତାର ନାମ ହେଲା ନୀଳଗିରି। ତହିଁ ଉପରେ ଉଠିଲେ ଯାଇ ସଦାଶିବ। ତେବେ ବୃକ୍ଷ ଉଗୁଳିଲା 3 ହାତ ଲମ୍ବ। ନ ପାଇଲେ ତହିଁ କିଛି କାର୍ଯ୍ୟ ତ୍ରିଲୋଚନ। ପୁଣି ହୀରା ପର୍ବତକୁ କରିଲେ ସ୍ମରଣ। ତକ୍ଷଣେ ହୀରାଦ୍ରି ଆସି ହେଲା ପରବେଶ। ସେହି 10 ଯୋଣ ଯାଏ ବଢ଼ିଲା ଆକାଶ। ତାହାକୁ ଦେଖି ଶରଧା ବହି ଉମାକାନ୍ତ। ନୀଳଗିରିରେ ଲଦିଲେ ହୀରା ପର୍ବତ। ସେ ପର୍ବତେ ଉଠି କର ବଢ଼ାନ୍ତେ କପାଳି।
ପୁଣି 3 ହାତ ବୃକ୍ଷ ରହିଲା ଉଗୁଳି। ପକ୍ଷୀ ଧରି ନ ପାରିଲେ ଯହୁଁ ପଶୁପତି, ବିସ୍ମୟ ହଇଣ ପୁଣି ସୁମରିଲେ ମୋତି। ସମୁଦ୍ର ଭିତରେ ସୁଖେ ମୋତିଗିରି ଥିଲା, ଶିବ ସୁମରନ୍ତେ ଆସି ପ୍ରବେଶ ହୋଇଲା। ଉଚ୍ଛେଦ ସଜୁନ ବଢ଼ି ମିଳିଲା ସେ ଆସି, ତାକୁ ଦେଖିଣ ସନ୍ତୋଷ ହେଲେ କାଶୀବାସୀ। ଏହା ଯୋଗୁଁ ଦୋଷ ଅବା ପାଇବି ପାଞ୍ଚିଲେ, ଭାଳି ହୀରା ପରେ ମୋତି ରଖି ଉଚ୍ଚ କଲେ। ତହିଁ ଉପରେ ଉଠିଲେ ଯାଇ ଭୋଳାନାଥ, ଦେଖିଲେ ବୃକ୍ଷ ଉଗୁଳି ରହେ 3 ହାତ। ଏହି ରୂପେ ଅଷ୍ଟରତ୍ନ ଗିରି କି ସୁମରି, ତା ଉପରେ ରଖି ତ୍ରିପୁରାରି। 10 ଗୁଣନ୍ତେ ଉଚ୍ଚ 80 ଗୁଣ ହେଲା, ତେବେ ବିଶ୍ୱନାଥଙ୍କର ହସ୍ତ ନ ପାଇଲା। କେବଳ ସେ ଅଷ୍ଟରତ୍ନ ଜନଙ୍କର ହିତେ, ଶ୍ରୀ ବିଶ୍ୱନାଥ ଆଣିଣ ରଖିଲେ ଜଗତେ। ସେ ପକ୍ଷୀ କି କଦାପି ସେ ନ ପାରିଲେ ଧରି, ଯେହେତୁ ବୃକ୍ଷକୁ ପେଶି ଅଛନ୍ତି ମୁରାରି। କୌତୁକ ଦେଖୁଛନ୍ତି ପକ୍ଷୀ ସାହା ହୋଇ, ଲେଉଟି ସେ ହର କଥା ଶୁଣ ମନ ଦେଇ। ପକ୍ଷୀ କି ଧରି ନ ପାରି ହୁଅନ୍ତେ ପ୍ରଚଣ୍ଡ, କୋପେ ଶରୀରରୁ ଜାତ କଲେ 5 ମୁଣ୍ଡ। ବେନି ପାଦ 10 ଭୁଜ 15 ଆଖି, ଆକାଶ ପର୍ଯ୍ୟନ୍ତ ଶିର ରହିଲେ ସେ ଟେକି। ତେବେ ସେ ପକ୍ଷୀ କି ଧରି ନ ପାରିଲେ ହର, ତେଣୁ ବ୍ୟୋମକେଶ ନାମ ହୋଇଲା ତାଙ୍କର। ଯେହେତୁ ବ୍ୟୋମ ନାମକୁ ବହଇ ଆକାଶ, ବ୍ୟୋମକୁ ବଢ଼ିଣ ନାମ ହେଲା ବ୍ୟୋମକେଶ। ଭବ ନାମ କହିଲେ ସେ ଭଜ ଯାକ ପୁରୀ, ଭୀମ ନାମକୁ ବହିଲେ ଭୀମ ରୂପ ଧରି। ବୋଲାଇଲେ ପଞ୍ଚମୁଖ ପଞ୍ଚଶିର ବହି, ବିରୂପାକ୍ଷ ନାମ ହେଲା ବିରୂପ ସେ ହୋଇ। ସ୍ଥାଣୁ ନାମ ବହିଲେ ସେ ସ୍ଥଳାସ୍ଥଳ ଘଟି, ଏବେ ସେ ପକ୍ଷୀର କଥା ଶୁଣ ହେଲେ ଉଟି। ଅପାର ମତେ ଈଶ୍ୱର ନ ପାରିଲେ ଧରି, ଏହି ରୂପେ ବେନି ଲକ୍ଷ ବର୍ଷ ଗଲା ପୁରୀ। ବିସ୍ମୟ ମନ ହଇଣ ରହି ଉମାପତି, ଧଇଲେ କବି ସ୍ୱରୂପ ତେଜି ନିଜ ମୂର୍ତ୍ତି। ପାଞ୍ଚିଲେ ଏତେ ପ୍ରକାରେ ବଢ଼ାଇଲି କାୟା, ଭଲା ମନ୍ତ୍ର କଲା ପକ୍ଷୀ ଯେହ୍ନେ ଦେବୀ ମାୟା। କାହିଁ ରଙ୍ଗ ବର୍ଣ୍ଣ କାହିଁ ହୋଇ ପୀତ ବର୍ଣ୍ଣ,
କାହିଁ ବୃକ୍ଷେ ବସେ କାହିଁ ଉଠଇ ଗଗନ। ଶିରେ ବସେ କେତେବେଳେ ବସେ ହାତ ଗୋଡ଼େ। ଧରି ନ ପାଇଲି ଜ୍ଞାନ ନେଲା ତ ଅଖଣ୍ଡେ। ଏମନ୍ତ ବୋଲି ରହିଲେ ଶିବ ତୁନି ହୋଇ। ପକ୍ଷୀର କଥା ତୁ ଏବେ ଶୁଣ ମନ ଦେଇ। ବିସ୍ମୟ ହୋଇଣ ହର ସୁମରନ୍ତେ ଜ୍ଞାନ। ବୃକ୍ଷରେ ଥାଇ ଜାଣିଲା ପକ୍ଷୀ ତାଙ୍କ ମନ। ବିଚାରିଲା ଶିବ ଧରି ନ ପାରିଲେ ମୋତେ। ମୁଁ ଏବେ ଜନ୍ମିବି ଯାଇ ଶକ୍ତି ଗର୍ଭଗତେ। ଶୁକ ବୋଲେ ନାରାୟଣ ମୋତେ ଛନ୍ତି କହି। ଅବଶ୍ୟ ମୁଁ ଜନ୍ମ ହେବି ବ୍ୟାସ ଘରେ ଯାଇ। ହରଙ୍କୁ ଆଉ ଜଞ୍ଜାଳ କଲେ ହେବ କିସ। ବୃକ୍ଷକୁ ଓଳଗି ତହୁଁ ଉଡ଼ିଲା ଆକାଶ। ସେହି ତରୁ ରହିଲାଟି କଳ୍ପତରୁ ହୋଇ। ନୀଳାଦ୍ରି ବୈକୁଣ୍ଠେ ସର୍ବ ଦର୍ଶନ ପାଇ। ଉଡ଼ିଗଲା ଯେତେବେଳେ ବୃକ୍ଷରୁ ସେ ପକ୍ଷୀ। ହର ଚାହୁଁଥିଲେ ମିଟି ମିଟି କରି ଆଖି। ବ୍ୟାସ ମୁନିର ଭବନେ ପସନ୍ତେ ତା ଦେଖି। ଧାଇଁଲେ ଈଶ୍ୱର ପଛେ ଚାହିଁଣ ନିରେଖି। ସଦାଶିବ କ୍ରୋଧ ବଶେ ଧାଇଁଛନ୍ତି ପଛେ। ମାତ୍ର ତ୍ରିଶୂଳ ସେ କରୁ ନ ଛାଡ଼ନ୍ତି ସଛେ। ଭବିଷ୍ୟତେ ସେହି ଶୁକ ହେବ ଯଶବନ୍ତ। ତେଣୁ ସେ ତ୍ରିଶୂଳେ ତାଙ୍କୁ ନ କରନ୍ତି ହତ। ଶୁକ ଅତି ବିକଳରେ ମନର ଭୟରେ। ଉଡ଼ି ଉଡ଼ି ପହଞ୍ଚିଲା ବ୍ୟାସ ଆଶ୍ରମରେ। ବ୍ୟାସ ପତ୍ନୀ ସେ ସମୟେ ଭୂମି ପରେ ଥାଇ। ଋତୁ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଅନାଇ। କର ଯୋଡ଼ି ସ୍ତୁତି କରୁଛନ୍ତି ବିନୟରେ। ଏକାଳେ ସେ ଶୁକ ଯାଇ ତା ମୁଖ ବାଟରେ। ପ୍ରବେଶୀ ଗର୍ଭରେ ଲୁଚି ନେଲାଟି ଆଶ୍ରୟ। କିନ୍ତୁ ବ୍ୟାସ ପତ୍ନୀ ତାହା ନ ଜାଣେ ନିଶ୍ଚୟ। ପଛେ ଧାଇଁ ସଦାଶିବ ଯାଇ ପହଞ୍ଚିଲେ। ଭୟ ଦେଖାନ୍ତେ ସେ ନାରୀ ମଥା ନୁଆଁଇଲେ। କହିଲେ ଋଷି ପତ୍ନୀ କି ପ୍ରଭୁ ଭୂତପତି। ଶୁଣ ଆଲ ବ୍ୟାସ ନାରୀ ଆମ୍ଭର ଭାରତୀ। ଚର ଗୋଟିଏ ଆମ୍ଭର ଦେହରୁ ବାହାରି। ଆସିଛି ସେ ଗଲା କାହିଁ କହୁ ତୁ ବିଚାରି। ମୁନି ପତ୍ନୀ କହେ ପ୍ରଭୁ ତାହା ମୁଁ ନ ଜାଣେ। ଚୋର କିଏ କାହିଁ ଗଲା ଅଛି କେଉଁ ସ୍ଥାନେ। ମୋତେ କିମ୍ପା ଚୋର କଥା ପୁଛ ଋଷିବର। ତହୁଁ ଶିବ ବୋଲେ ଆଗେ ଶୁଣ ନାରୀବର। ତୁମ୍ଭ ଉଦରେ ସେହି ଚୋର ଗୋଟି ଯାଇ।
ପଶିଛି ନ ଜାଣୁ ବୋଲି କହୁ କିସ ପାଇଁ। ଏବେ ସେ ଚୋର ଗଟିକୁ ତଉଦରୁ କାଢ଼ି ମୋର ରିପୁ ଯେଣୁ ତାକୁ ଦିଅ ଶୀଘ୍ର ତଡ଼ି। ଆମ୍ଭେ ଯା କହୁଛୁ ତାହା କର ଗୋ ବିଶ୍ୱାସ, ନହିଲେ କ୍ଷଣି ତତେ କରିବଇଁ ନାଶ। ଏ ସମୟେ ବ୍ୟାସ ମୁନି ହୋଇ ଉପସ୍ଥିତ, ଶିବଙ୍କୁ ଦେଖି ଚକିତ ହେଲେ ପ୍ରଣମିତ। ତହୁଁ ସଦାଶିବ ତାଙ୍କୁ କରି ଆଶୀର୍ବାଦ, କହିଲେ ସର୍ବବୃତ୍ତାନ୍ତ ଯା ଲାଗି ବିବାଦ। ଶୁଣି ବ୍ୟାସ ମୁନି ଧୀରେ କହନ୍ତି ବଚନ, ଭୋ ଦେବ ଜଗଦୀଶ୍ୱର କରନ୍ତୁ ଶ୍ରବଣ। ସ୍ତ୍ରୀ ଜନ୍ମ ଠାରେ କ୍ରୋଧ ଉଚିତ ନୁହଁ, ଜାଣି ଶୁଣି ନାରୀ ହତ୍ୟା ପ୍ରଭୁ କି କରଇ। ଏ ସ୍ତ୍ରୀ ଗର୍ଭରେ ଅଛି ଯେଉଁ ରିପୁ ତବ, ବାଳକ ରୂପେ ସେ ହେବ ଜନମ ସମ୍ଭବ। ସେ କାଳେ ଆପଣ ତାହା ନିଶ୍ଚେ ଘେନି ଯିବେ, ସ୍ତ୍ରୀ ହତ୍ୟା ଭ୍ରୂଣ ହତ୍ୟା କିମ୍ପାଇଁ କରିବେ। ଏସନ ବଚନ ଶୁଣି ବ୍ୟାସ ମୁନିଙ୍କର, କ୍ରୋଧ ସମ୍ଭରିଲେ ଭୟେ ଦେବ ମହେଶ୍ୱର। କ୍ରୋଧ ଓଟଇ ସିନା କାମନାରେ ସେତୁ, ସେ କାମନା ଜନ୍ମେ ପୁଣି ସଙ୍ଗ ଦୋଷ ହେତୁ। ସଙ୍ଗ ଯେ ଆସକ୍ତି ଇଚ୍ଛା ବିଷୟ ଭାବନା, ରୂପ ରସ ଗନ୍ଧ ସ୍ପର୍ଶ ନାମରେ କଳ୍ପନା। ମୁହିଁ ଆଜି କ୍ରୋଧ ରିପୁ ଅସ୍ତ୍ର ଧରି କରେ, ନାରୀ ହତ୍ୟା ଶିଶୁ ହତ୍ୟା କରୁଥିଲି ପରେ। ଏଡ଼େ ଅବିବେକୀ ପଣ କରିଲି କିମ୍ପାଇଁ, ବ୍ୟାସ ପରି ମୁନି ଆଗେ ବିଡ଼ମ୍ବନା ପାଇଁ। ଏସନ ବିଚାରି ଶମ୍ଭୁ ବ୍ୟାସ ବଚନରେ, ଶାନ୍ତ ହୋଇ ସୁପ୍ରସନ୍ନ ହେଲେ ଯଥାର୍ଥରେ। ଶମ୍ଭୁଙ୍କ ସୁଶାନ୍ତ ଦେଖି ବ୍ୟାସ ମୁନିବର, ହସି ହସି କହିଲେ ହେ ଶୁଣ ମହେଶ୍ୱର। ମୁହିଁ ଦୀନ ଜନ ଅଟେ ତୁମ୍ଭ ଅଂଶୁଜାତ, ଯଦି କୃପା କଲ ପ୍ରଭୁ ହେଉ ମତେ ପ୍ରାପ୍ତ। ଯେଉଁ ପୁତ୍ର ଜନମିବ ମୋ ପତ୍ନୀ ଗର୍ଭରେ, ସେ ମହାବିଜ୍ଞାନୀ ହେବ ତ୍ରିଲୋକ ମଧ୍ୟରେ। ତାହା ପରି ସୁଚରିତ୍ର ନ ହେବେ ନଥିବେ, ତିନି ପୁର ଲୋକେ ଆଣି ଆନନ୍ଦିତ ହେବେ। ଏହା ଶୁଣି ବ୍ୟାସ ମୁନି ଦୁଇ ହାତ ଯୋଡ଼ି, ବିନୟେ ଶମ୍ଭୁଙ୍କ କୋପ ହୃଦେ ଦେଲେ କାଢ଼ି। ଭୟେ ସୁପ୍ରସନ୍ନ ହୋଇ ଦେବ ଶଶିଧର, ବର ଦେଇ ଗଲେ ଚଳି କୈଳାସ ଶିଖର। ତହୁଁ ମୁନିବର ବ୍ୟାସ ପୁତ୍ର ଲାଭ ଆଶା,
କରି ଆନନ୍ଦିତ ହେଲେ ଈଶ୍ୱର ଭରସା। ଯଥା କାଳେ ଉପୁଜିଲେ ଶୁକ ନାମେ ଯତି। ବ୍ୟାସଦେବ ପିତା ତାଙ୍କ ମାତା ଅଟେ ଶକ୍ତି। ଶୁକ୍ରାଚାର୍ଯ୍ୟ ନାମ ଗୋଟି ଦେଲେ ବ୍ୟାସ ମୁନି। ବ୍ରହ୍ମାଣ୍ଡରେ ଜନ୍ମ ସିଦ୍ଧ ଶୁକ ମହାଜ୍ଞାନୀ। ଶୁକଦେବ ଜନ୍ମ କଥା ଶୁଣଇ ଯେ ଜନ। ଗତ ଜନ୍ମ ପାପ ନାଶୀ ଲଭଇ ସୁଜ୍ଞାନ। ବର ଦେଇ ସଦାଶିବ କୈଳାସେ ମିଳିଲେ। ଏକାନ୍ତରେ ବସି ମନେ ବିଷାଦ ଲଭିଲେ। ଅକାରଣେ ସ୍ତ୍ରୀ ହତ୍ୟା ଭ୍ରୂଣ ହତ୍ୟା ଦୋଷ। ସେଥିରୁ ବଞ୍ଚିତ କଲେ ଆଜି ବେଦ ବ୍ୟାସ। ଏହା ଶୁଣି ଭଗବତୀ ସତୀ ଶିରୋମଣି। କ୍ରୋଧ ଭରେ କହିଲେ ତାଙ୍କୁ ଏହି ବାଣୀ। ଜାଣିଲି ତୁମ୍ଭର କଥା ଆହେ ପ୍ରାଣନାଥ। ଏହିପରି ଜନ୍ମେ ଜନ୍ମେ ମତେ କରହତ। ମୁଖେ କରୁଥାଅ ସ୍ନେହ ହୃଦ ମଧ୍ୟେ ନାହିଁ। ତୁମ୍ଭ ପାଶେ ରହିବାର ମୋର ନ ଯୋଗାଇ। ତାଙ୍କ କୋପମାନ ଦେଖି ବିରଗ କପାଳି। ଉମାଙ୍କୁ କହିଲେ ଏହା ମନେ ମନେ ଭାଳି। ଶୁଣ ଗୋ ଭବାନୀ ଏବେ ମୋର ତୁମ୍ଭ ସଙ୍ଗେ। ନାହିଁ କିଛି କାମ ତୁମ୍ଭେ ଚଳ ଇଚ୍ଛା ରଙ୍ଗେ। ଏହା ଶୁଣି ଶୈଳପୁତ୍ରୀ ପତି ଆଜ୍ଞା ମାନି। ତାଙ୍କ ପଦେ ନତ ଶିରେ ଭକ୍ତିରେ ଭବାନୀ। ବିଦାୟ ନେଇ ଅଇଲେ ଈଶିତ ଅନ୍ତରେ। ଗଲେ ଯହିଁ କାର୍ତ୍ତିକେୟ ତହିଁ ଏକାନ୍ତରେ। ଆହେ ସୁଜ୍ଞ ଜନେ ଏହି ଗଣେଶ ପୁରାଣ। ବାସୁଦେବ ବୋଲେ ଶୁଣ ଭଲ ହେ କାରଣ।